ଲାଭ କରିବାକୁ ହେଲେ ସେ ଗୁରୁଦେବଙ୍କ ପାଖକୁ ଯିବା ପାଇଁ ପଡ଼ିବ। ଯେ ଲାଭ କରିଛନ୍ତି ଗୁରୁ ପରମ୍ପରା, ଗୁରୁ ପରମ୍ପରାରେ ଆସୁଥିବା ଉପଯୁକ୍ତ ପ୍ରାମାଣିକ ଗୁରୁଙ୍କ ପାଖକୁ ଯିବା ପାଇଁ ପଡ଼ିବ। ଆଉ ତାଙ୍କ ପଦାର ବିନ୍ଦରେ ସମ୍ପୂର୍ଣ୍ଣ ରୂପେ ନିଜକୁ ସମର୍ପଣ କରିବା ପାଇଁ ପଡ଼ିବ। ଶିଷ୍ୟ ତେହଂ ସାଧି ମାଙ୍କଂ ପ୍ରପନ୍ନଂ, ମୁଁ ଆପଣଙ୍କର ଶିଷ୍ୟ ହେଲି, ଆପଣ ମୋର ଗୁରୁ, ମୁଁ ଗୁରୁ ସ୍ୱୀକାର କଲି, ଆପଣଙ୍କୁ ପ୍ରପନ୍ନ ହେଲି, ସମ୍ପୂର୍ଣ୍ଣ ରୂପେ ନିଜକୁ ଉତ୍ସର୍ଗ କଲି ଆପଣଙ୍କର ଚରଣାର ବିନ୍ଦରେ। ସାଧିମାଙ୍କଂ ପ୍ରପନ୍ନଂ, ଆପଣ କୃପା କରି ମୋତେ ଶୋଧନ କରନ୍ତୁ, ଜ୍ଞାନ ତତ୍ତ୍ୱ ଉପଦେଶ ଦିଅନ୍ତୁ, ଯେଉଁ ଜ୍ଞାନ ଚକ୍ଷୁ ଖୋଲି ଦିଅନ୍ତୁ, ଯେଉଁ ଜ୍ଞାନ ବଳରେ ଭଗବାନଙ୍କୁ ଦେଖିବ, ଜ୍ଞାନ ଚକ୍ଷୁ ସାହାଯ୍ୟରେ। ଅନ୍ୟ ଚକ୍ଷୁ ଏ ଯେଉଁ ଚକ୍ଷୁ ଆମେ ଲାଭ କରିଛେ, ଏ ଜଡ଼ ଚକ୍ଷୁ, ଏ ଜଡ଼ ଚକ୍ଷୁ ସାହାଯ୍ୟରେ ଭଗବାନଙ୍କୁ ଦେଖିପାରିବ ନା, ଏଇଟା ଅନ୍ଧ ଅଜ୍ଞାନମୟ ଚକ୍ଷୁ, ଅଜ୍ଞାନମୟ ଚକ୍ଷୁ, ଅନ୍ଧକାରମୟ ଚକ୍ଷୁ। ଅଜ୍ଞାନତା ହେଉଛି ଅନ୍ଧକାର, ଜ୍ଞାନ ହେଉଛି ଆଲୋକ, ଜ୍ଞାନ ଆଲୋକ, ଅଜ୍ଞାନ ଅନ୍ଧକାର। ଏଥିପାଇଁ କୁହାଯାଏ ଅଜ୍ଞାନତା ହେଉଛି ଅନ୍ଧକାର, ଜ୍ଞାନ ହେଉଛି ଦିବ୍ୟ ଜ୍ଞାନ, ତାହା ହେଉଛି ଆଲୋକମୟ, ଚିରନ୍ତନ, ଚିର ଆଲୋକ, ଈଶ୍ୱର। ସେ ଚକ୍ଷୁ ଲାଭ କଲେ ଆମେ ଦେଖିପାରିବା। ଆଉ ସେ ଗୁରୁଙ୍କ ପାଖକୁ ନ ଗଲେ, ସେ କୃପା କରି ଆମର ଜ୍ଞାନ ଚକ୍ଷୁ ଜ୍ଞାନ ଅନ୍ଧକାର ଦୂର କରି ଜ୍ଞାନ ଚକ୍ଷୁ ଖୋଲି ନଦେଲେ ଆମେ କଦାପି ଭଗବାନଙ୍କୁ ଦେଖିପାରିବା ନାହିଁ। ଇଏ ସ୍ୱତ ସିଦ୍ଧ କଥା। ସେଥିପାଇଁ ମଧ୍ୟ କୁହାଯାଇଛି ଆମର ସେ ଯେ ଭଗବାନଙ୍କୁ ଦେଖିବା ପାଇଁ ଭକ୍ତି ଚକ୍ଷୁ ବା ଜ୍ଞାନ ଚକ୍ଷୁଟା ଦରକାର, ସେ କେମିତିକା ଚକ୍ଷୁ? କିନ୍ତୁ ବ୍ରହ୍ମ ସଂହିତାରେ ମଧ୍ୟ ସେ କଥା କୁହାଯାଇଛି, ପ୍ରେମାଞ୍ଜନ ଛୁରିତ ଭକ୍ତି ବିଲୋଚନେନ ସନ୍ତ ସଦୈବ ହୃଦୟେଷୁ ବିଲୋକୟନ୍ତି ଶ୍ୟାମ ସୁନ୍ଦରଂ ଅଚିନ୍ତ୍ୟ ଗୁଣ ସ୍ୱରୂପଂ ଗୋବିନ୍ଦଂ ଆଦି ପୁରୁଷଂ ତମହଂ ଜାନି। ଏ କଥା ବ୍ରହ୍ମ ସଂହିତାରେ କୁହାଯାଇଛି। ସେ ଆଦି ପୁରୁଷ ଗୋବିନ୍ଦଙ୍କୁ ଭଜନ କରୁଛି ଯେ ଶ୍ୟାମ ସୁନ୍ଦର ଅଚିନ୍ତ୍ୟ ମାଧୁର୍ଯ୍ୟକ ନିଳୟ, ସେ ଶ୍ୟାମ ସୁନ୍ଦର ଯେ କି ଅନ୍ତର୍ବହୀ ଅଛନ୍ତି, ଭିତରେ ଅଛନ୍ତି, ବାହାରେ ଅଛନ୍ତି, ଏବଂ ତାଙ୍କୁ ଦର୍ଶନ କରୁଛନ୍ତି କାହା କୋଉ ଚକ୍ଷୁ ବଳରେ? ନା ପ୍ରେମାଞ୍ଜନ ଛୁରିତ ଭକ୍ତି ବିଲୋଚନେନ, ଚକ୍ଷୁରେ ପ୍ରେମ ରୂପକ ଅଞ୍ଜନ ଲଗେଇଛନ୍ତି, କୃଷ୍ଣ ପ୍ରେମ ରୂପକ ଅଞ୍ଜନ ଲଗେଇଛନ୍ତି, ଭକ୍ତି ଚକ୍ଷୁ ଯେ ଲାଭ କରିଛନ୍ତି, ସେ ସନ୍ଥ, ସେ ସାଧୁ, ସେ ଭକ୍ତ, ସେ ଦେଖୁଛନ୍ତି ସୁନ୍ଦର ଶ୍ୟାମ ସୁନ୍ଦର ରୂପ। ଏଇ କଥା କୁହାଯାଉଛି। ସେ ପ୍ରେମାଞ୍ଜନ ଲଗେଇଛନ୍ତି ଯେ ଆଖିରେ, ତାହେଲେ ସେ ପ୍ରେମାଞ୍ଜନଟା କି ଜିନିଷ? ସେ କୋଉଠି ମିଳୁଛି? ତାହେଲେ ଆମେ ଆଖିରେ ଲଗେଇବା ଆମର, ତାହେଲେ ଆମେ ଭକ୍ତି ଚକ୍ଷୁ ଲାଭ କରିବା, ଭଗବାନଙ୍କୁ ଦେଖିବା। ଇଟା ବିଷୟରେ ଜିଜ୍ଞାସା କରିବା ପାଇଁ ପଡ଼ିବ ଆମକୁ। ଏ ବିଷୟରେ ଆମକୁ ଜିଜ୍ଞାସା କରିବା ପାଇଁ ପଡ଼ିବ, ଅନୁସନ୍ଧାନ କରିବା ପାଇଁ ପଡ଼ିବ। ୟା ତା ନହେଲେ ଆମେ ଦେଖୁନୁ ବୋଲି ଭଗବାନ ନାହାନ୍ତି, ଏସବୁ କଥା ନୁହେଁ, ଏସବୁ କଥା ନୁହେଁ। ତେଣୁ ସେଥିପାଇଁ କୁହାଯାଏ ସୁଦେକ୍ଷିତ ପଥଂ, ସୁଦେକ୍ଷିତ ପଥଂ, ଶ୍ରୁତ ଇକ୍ଷିତ। ଶ୍ରବଣ ଯଦି ଯେତେବେଳେ କରିବ ପ୍ରାମାଣିକ ଗୁରୁଙ୍କ ଠାରୁ ଏ ଜ୍ଞାନ କଥା, ସେ ଜ୍ଞାନ ପ୍ରଦାନ ଯେ କରୁଛନ୍ତି ଜ୍ଞାନଦାତା ଗୁରୁ, ତାଙ୍କର କଥା, ଦିବ୍ୟ କଥା, ଭଗବାନଙ୍କର କଥା ତାଙ୍କ ମୁଖରୁ ଯେତେବେଳେ ଶ୍ରବଣ କରିବ, ସେତେବେଳେ ତୁମେ ଯାଇ ଦେଖିବ। ଶ୍ରୁତେକ୍ଷିତ ପଥଂ, ଶ୍ରୁତ ଇକ୍ଷିତ, ଶୁଣିଲେ ଦେଖିବ, ଆଉ ନ ଶୁଣିକି କେମିତି ଦେଖିବ? ଶୁଣିଲେ, ଶ୍ରବଣ କଲେ ଏ ଚକ୍ଷୁଟା ଖୋଲିବ, ତୁମର ଜ୍ଞାନ ଚକ୍ଷୁ ଖୋଲିବ। ଏଇଟା କଥା, ତାର ତାତ୍ପର୍ଯ୍ୟ। ଶ୍ରବଣ କଲେ ସେ ପ୍ରେମାଞ୍ଜନଟା ତୁମ ଆଖିରେ ଲାଗିବ। ସେ ଗୁରୁଦେବ ଏଇ ଜରିଆରେ ପ୍ରେମାଞ୍ଜନ ଦଉଛନ୍ତି, ସେଟା କୁହାଉଛି ଜ୍ଞାନାଞ୍ଜନ ଶଳାକୟା। ଜ୍ଞାନ ରୂପକ ଅଞ୍ଜନ, ପ୍ରେମ ଅଞ୍ଜନକୁ ଲଗେଇ ଦଉଛନ୍ତି ଚକ୍ଷୁରେ। ସେ ତାହେଲେ ସେ ଚକ୍ଷୁ ଆମର ଖୋଲୁଛି, ଆମେ ଦେଖୁଛେ, ସେ ଭଗବାନଙ୍କୁ ଦେଖୁଛେ। ଆଉ ଏ କଥା ଯେ ନ କରିବ, ଯେ ପ୍ରକୃତ ପ୍ରାମାଣିକ ଗୁରୁଙ୍କର ପରାମର୍ଶ କରି ତାଙ୍କଠାରୁ ଶ୍ରବଣ ନ କରିବ, ତାଙ୍କର କୃପା ଲାଭ ନ କରିବ, ସେ ଯେଉଁ ପ୍ରେମାଞ୍ଜନ ଲଗେଇ ଦେଉଛନ୍ତି, ସେ ଅଞ୍ଜନ ନ ଲଗେଇ ତାର ଚକ୍ଷୁରେ ନ ଲାଗିପାରିବ, ସେ କେମିତି ଦେଖିବ? ଇଏ ହେଉଛି ଆମର କଥାଟା। ସେଥିପାଇଁ ଉପାୟ ଅଛି ଆମର। ଏଇଟା ଏ ଉପାୟଟାକୁ ଆମକୁ ଜାଣିବା ପାଇଁ ପଡ଼ିବ, ଏ ବିଷୟରେ ଜିଜ୍ଞାସା କରିବା ପାଇଁ ପଡ଼ିବ, ଏଥିପାଇଁ ବ୍ୟାକୁଳ ହେବା ପାଇଁ ପଡ଼ିବ, ବ୍ୟଗ୍ର ହେବା ପାଇଁ ପଡ଼ିବ। ତା ନହେଲେ କେମିତି ହେବ? ମୁଁ ଦେଖୁନାହିଁ ବୋଲି ଭଗବାନ ନାହାନ୍ତି,
ଏପରି କହିବାଟା ଠିକ ନୁହେଁ, ମୂର୍ଖାମି ଏଇଟା ମୂର୍ଖାମି। ଏଇଟା ହେଉଛି ଆମର କଥା। ଆଉ ଆମର ପରମାରାଧ୍ୟ ଗୁରୁଦେବ ତାଙ୍କର ଭାଷ୍ୟରେ ପରିଷ୍କାର ଭାବରେ କଥା କହିଛନ୍ତି, ତେଣୁ ତୁ ସବୁ ବୁଝିପାରିବ। ଆଉ ଗୋଟେ କଥା ଆମେ କହିବି, ଯେତେବେଳେ ଯେଉଁମାନେ ଏପରି ଗୁରୁପାଦ ଆଶ୍ରୟ କରିଛନ୍ତି ଏବଂ ଗୁରୁମୁଖରୁ ସର୍ବଦା ଶ୍ରବଣ କରୁଛନ୍ତି କୃଷ୍ଣ କଥା, ଗୁରୁଙ୍କର ସେବା କରି ଗୁରୁଙ୍କ ପ୍ରୀତି ବିଧାନ କରୁଛନ୍ତି, ଗୁରୁ କୃପା ଲାଭ କରିପାରୁଛନ୍ତି, ଗୁରୁ ଶୁଶ୍ରୂଷୟା ଗୁରୁଙ୍କର ସେବା କଲେ ତାକୁ ସେ କଥା କୁହାଯାଇଛି ତଦ୍ବିଧ ପ୍रणिपातेन परिप्रश्नेन सेवया। ଗୁରୁଙ୍କର ସେବା କରିବା ପାଇଁ ପଡ଼ିବ, ଗୁରୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଡ଼ିବ, ଗୁରୁଙ୍କର ପ୍ରୀତି ବିଧାନ କରିବା ପାଇଁ ପଡ଼ିବ। ଅନ୍ୟ ଏଇ ମୂଲ୍ୟରେ ଏଇ ମୂଲ୍ୟଟା ଦେବା ପାଇଁ, ଅନ୍ୟ ମୂଲ୍ୟ କିଛି ନାହିଁ ଗୁରୁଙ୍କର ପ୍ରୀତି ବିଧାନ କରିବା ପାଇଁ। ତାହେଲେ ଗୁରୁଦେବ ସନ୍ତୁଷ୍ଟ ହେବେ ଏବଂ ବିନୟ ସହକାରେ ଏ ଜିଜ୍ଞାସା କରିବ। ମୁଁ ଅନ୍ଧ, ମୁଁ ଭଗବାନଙ୍କୁ ଦେଖିପାରୁନି, ସେ ଭଗବାନ କିଏ ମୁଁ ଜାଣିପାରୁନି, ମୁଁ କିଏ ସ୍ୱରୂପ ଏମିତି କଥା ମୋତେ ଜଣା ନା, ଆପଣ କୃପା କରି ଏ ସେ ଜ୍ଞାନଞ୍ଜନ ଲଗେଇ ଦିଅନ୍ତୁ, ମୋର ଜ୍ଞାନ ଚକ୍ଷୁ ଖୋଲି ଦିଅନ୍ତୁ, ମୁଁ ଯେପରି ଭଗବାନଙ୍କୁ ଦେଖିପାରିବି। ଇଏ ପ୍ରାର୍ଥନା କରିବା ପାଇଁ ପଡ଼ିବ ଗୁରୁପାଦ ପଦ୍ମରେ। ତାହେଲେ ସେ ଗୁରୁଦେବ କୃପା କରିକିରି ଜ୍ଞାନ ଉପଦେଶ ଦେବେ। ଯେଉଁ ଜ୍ଞାନ ଉପଦେଶ ପାଇଲେ ତୁମର ଜ୍ଞାନ ଚକ୍ଷୁ ଖୋଲିବ, ତୁମେ ଭଗବାନଙ୍କୁ ଦେଖିବ। ତାହା ନହେଲେ କେମିତି ଦେଖିବ? କାରଣ ତୁମେ ଦେଖିପାରୁନା, ଆମେ ସବୁ ବଡ଼ ବଡ଼ ନେତା ହେଇଛ, ବଡ଼ ଲୋକ ହେଇଛ, ବିରାଟ ପଦବୀର ଅଧିକାରୀ ହେଇଛ, ୟା ବୋଲି ଯେ ତୁମେ ସବୁ ଜାଣିଛ, ସବୁ କିଛି କରିପାରୁଛ, ଆଉ ଅନ୍ୟ କେହି ଦେଖୁନାହାନ୍ତି, ଜାଣୁନାହାନ୍ତି, ଏଇଟା ଭାବିବାଟା ବଡ଼ ମୂର୍ଖାମି। ତୁମେ ଯେ ଅନ୍ଧ ଏ କଥା, ତୁମେ ଯେ ଅଜ୍ଞ ଜ୍ଞାନତାର ଅନ୍ଧକାରରେ ଆଚ୍ଛନ୍ନଇଛ, ଏ କଥା ସ୍ୱୀକାର କରୁନା କାହିଁକି? ଏଇଟା ହେଉଛି ଅଜ୍ଞା, ଏ ହେଉଛି କଥା। ତେଣୁ ଯେଉଁମାନେ ଏପରି କରିଛନ୍ତି, ଗୁରୁପାଦ ପଦ୍ମ ଆଶ୍ରୟ କରିଛନ୍ତି, ଗୁରୁଦେବଙ୍କର ସେବାରେ ନିଯୁକ୍ତ ଅଛନ୍ତି, ଗୁରୁଙ୍କର ବିଧିବିଧାନ କରୁଛନ୍ତି, ଗୁରୁକୃପା ଲାଭ କରୁଛନ୍ତି, ସେମାନେ ନିଶ୍ଚୟ ଭଗବାନ ଚକ୍ଷୁ ଲାଭ କରିବେ, ନିଶ୍ଚୟ ଭଗବାନଙ୍କୁ ଦେଖିବେ। ଏଥିରେ କିଛି ସନ୍ଦେହ ନାହିଁ। ଯାହା ଯାହା ନେତ୍ର ପଡ଼େ ତାହା କୃଷ୍ଣ ସ୍ଫୁରେ। ଦେଖ ଦେଖ କୃଷ୍ଣ କିପରି ସର୍ବତ୍ର ବିଦ୍ୟମାନ। ଅଣ୍ଡାନ୍ତରସ୍ଥମ ଯାହା କୁହାହେଲା ପରମାଣୁ ଚୟନ୍ତରସ୍ଥ, ଅଣୁ ପରମାଣୁ ମଧ୍ୟରେ ମଧ୍ୟ ଅଛନ୍ତି, ସମଗ୍ର ବ୍ରହ୍ମାଣ୍ଡରେ ଅଛନ୍ତି, ଭିତରେ ଅଛନ୍ତି, ବାହାରେ ଅଛନ୍ତି, ସର୍ବତ୍ର ଅଛନ୍ତି। ଚକ୍ଷୁ ଆଖି ଅଛି ତ ଦେଖ ବାପା, ଆଖି ନାହିଁ ତ କେମିତି ଦେଖିବ ବାପା? ଆମେ ଦେଖିପାରୁନାହାନ୍ତି ବୋଲି ନାହିଁ, ଏ କଥା ନୁହେଁ। ତେଣୁ ଯିଏ ପରିଦର୍ଶନ କରୁଛନ୍ତି ବା ଗୁରୁପାଦ ପଦ୍ମ ଆଶ୍ରୟ କରିଛନ୍ତି, ସେମାନଙ୍କୁ ଯଦି କେହି କହେ ଭଗବାନ ଅଛନ୍ତି, ତୁମେ ଦେଖୁଛ, ଜୋର କରି କହ ହଁ ଭଗବାନ ଅଛନ୍ତି, ମୁଁ ଦେଖୁଛି, ସେ ସବୁକା ମତେ ଦେଖାଇଦେଲା, ଆମେ ଦେଖିବା ନା? ତ ଦେଖେଇଦେବେ, କେମିତି ଦେଖିବେ? ଯେ ଅନ୍ଧ, ଯାହା ଚକ୍ଷୁ ନାହିଁ, ତାକୁ ସୂର୍ଯ୍ୟ ଦେଖେଇଲେ ବି ସେ ସୂର୍ଯ୍ୟ ଦେଖିପାରିବ ନାହିଁ, କଣ ଜିନିଷ ଦେଖେଇଲେ ବି ସେ ଦେଖିପାରିବ ନାହିଁ, କାରଣ ସେ ଅନ୍ଧ, ତାର ଚକ୍ଷୁ ନା, ସେ କେମିତି ଦେଖିବ? ଚକ୍ଷୁ ଆଗ ଖୋଲିଲେ ସିନା ଦେଖିବ, ଆଉ ମୁଁ ଦେଖେଇଲେ କେମିତି ଦେଖିବ? ତୁମେ ତୁମେ ତ ଅନ୍ଧ ନା, ତୁମେ ତ ଅନ୍ଧ, ମୁଁ ଦେଖେଇବା ହେଇ ଦେଖ ଭଗବାନ କହିଲେ କଣ ଦେଖିବ? ଅନ୍ଧ କୁଆଡ଼େ ଦେଖିବ? ଆଗ ଚକ୍ଷୁ ଖୋଲା ହଉ ତୁମ, ତାହେଲେ ଦେଖିବ। ଇଟା କଥାଟା, ତେଣୁ ତୁମେ ଯେ ଅନ୍ଧ ଏଇଟା ଆଗ ମାନିନିଅ କଥାଟା, ଇଟା କଥା ଜୋର କରି କହିବା ପାଇଁ ପଡ଼ିବ। ଆଉ ସେପରି କହିବା ଉଚିତ ନୁହେଁ ଯେ ନା ନା ମୁଁ ଦେଖୁନି, ଆଉ ତୁମେ ଦେଖୁନା କଥା କହିବ କେମିତିକା? ତୁମେ ଯଦି ଭଗବାନଙ୍କୁ ଦେଖୁଛ କଥାଟା କହିବ କେମିତିକା? ତେଣୁ ଜୋର କରି କହିବାକୁ ନା ଭଗବାନ ଅଛନ୍ତି, ଆଉ ମୁଁ ଦେଖୁଛି, ଏଇଟା କଥାଟା। ଆଉ କେମିତି ଦେଖିବାକୁ ହବ, କେମିତି ସେ ଅଚକୁ ଲାଗିବ, ତାର ଉପାୟଟା ଅଛି। ତୁମେ ଆସ, ସେ ଉପାୟ ଆମେ ବତେଇବା। ଡାକ୍ତର ଅଛନ୍ତି, ତାଙ୍କ ପାଖକୁ ଯାଅ, ସେ ଅପରେସନ କରିବେ, ସେ ଚକ୍ଷୁ ତୁମର ମେଲା କରିଦେବେ, ଚକ୍ଷୁ ଖୋଲିବ, ତୁମେ ଦେଖିବ। ତା ନହେଲେ କି ହବ? ତା ନହେଲେ କି ହବ?